ରତ୍ନଭଣ୍ଡାର ଖୋଲୁ ଖୋଲୁ ଘଟିଲା ବଡ଼ ଅଘଟଣ। ଚାଲି ଯାଇଥାନ୍ତା ଜଣେ ଭକ୍ତର ଜୀବନ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଗୋଟିଏ ମାତ୍ର ଅନୁରୋଧ, ଯଦି ମହାପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଉଥାନ୍ତି କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ, ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଯାଜପୁର ଜିଲ୍ଲାର ନୀଲୁ ବାବୁ ଜଣେ ସରକାରୀ କର୍ମଚାରୀ। ରବିବାର ଦିନ ତାଙ୍କର ଅଫିସ୍ ଛୁଟି ଥାଏ। ସେ ମନେ ମନେ ସ୍ଥିର କରିଥାନ୍ତି ସପରିବାରକୁ ନେଇ ଶ୍ରୀକ୍ଷେତ୍ର ଆସିବେ ବୋଲି। ରଥଯାତ୍ରା ତ ଆସିପାରିଲେନି। ଏପଟେ ସରକାର ମଧ୍ୟ ସ୍ଥିର କରିଥାନ୍ତି 14 ତାରିଖ ଦିନ ରବିବାରରେ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବାକୁ ନେଇ ଯେତିକି ଇଚ୍ଛୁକ ନଥାନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାଠାରୁ ଆହୁରି ଅଧିକ ଭାବବିହ୍ୱଳ ହୋଇ ପଡ଼ୁଥାନ୍ତି। ହେଲେ ଏତିକି ବେଳେ ଝିଅ ସୀମା ସାପ ସାପ କହିକି ବାପାଙ୍କ ଆଡ଼କୁ ଧାଇଁ ଆସୁଥାଏ। ନୀଲବାବୁ ହଠାତ୍ ଚମକି ପଡ଼ିଲେ। ଏପଟେ ଝିଅଟା ତାଙ୍କର ଭୟରେ ଥରିବାକୁ ଲାଗିଲା। ନୀଲବାବୁ ସଙ୍ଗେ ସଙ୍ଗେ ଝିଅକୁ କୋଳେଇ ନେଲେ, ଆଉ ପଚାରିଲେ, କାହିଁ ସାପ କାହିଁ? ସାପ କ'ଣ ତୋତେ କାମୁଡ଼ି ଦେଇଛି କି? ଝିଅଟା କିଛି ବି କହିପାରୁନଥାଏ, ଖାଲି ଭେଁ ଭେଁ କାନ୍ଦୁଥାଏ ଆଉ ଭୟରେ ଥରୁଥାଏ। ଝିଅର ଏମିତିକା କାନ୍ଦ ଦେଖି ବାବୁ ଅସ୍ଥିର ହୋଇପଡ଼ିଲେ। ସେ ମନେ ମନେ ଭାବୁଥାନ୍ତି, ଠାକୁରେ ମୋ ଝିଅର କିଛି ହେଇନି ତ? ସାପଟା ଯେମିତି କାମୁଡ଼ି ନଥାଉ ମୋ ଝିଅକୁ। ଏଥର ଝିଅ ତାଙ୍କର ଧୀର କଣ୍ଠରେ କହୁଥାଏ, ବାପା ଗାଧୋଇ ସାରି ଚଉଁରାକୁ ଯାଇଥିଲି, ତୁଳସୀ ପତ୍ର ଟିକେ ପାଇଥାନ୍ତି। ଆମେ ପରା ପୁରୀ ଯିବା। ହେଲେ ସେଇଠି ଦେଖିଲି ବଡ଼ ସାପଟିଏ ପଡ଼ିଛି। ମୋ ପାଦ ପଡ଼ିଯାଇଥାନ୍ତା, ହେଲେ ମୁଁ ଦେଖିଥିଲି ଦେଖୁ। ତୋର କିଛି କରିନି ତ ସାପ ମା? ଏଥର ନୀଲୁବାବୁ ଟିକେ ହୋସ୍କୁ ଆସିଲେ, ଆଉ ଝିଅକୁ ଡାକି ନେଲେ, କାହିଁ ସାପ କାହିଁ? ଚାଲ ମୋତେ ନେଇ ଚାଲ। ଝିଅଟା ବାବୁଙ୍କର ହାତ ଧରି ନେଇଗଲା ଘର ଅଗଣାକୁ। ନୀଲବାବୁ ସେଠି ଯାହା ଦେଖିଲେ ଭାରି ଦୁଃଖ ଲାଗିଲା। ବିଚରା ବଡ଼ ନାଗ ସାପଟାଏ, କିଏ ତାକୁ ବାଡ଼େଇ ଦେଇଛି, ଖଣ୍ଡିଆ ମଣ୍ଡିଆ ହେଇଯାଇଛି, ଚାଲିପାରୁନି ଭଲସେ, ଘୁଷୁରି ଘୁଷୁରି ଆସିକି ଘର ଅଗଣାରେ ପଡ଼ିଛି। ସାପଟିକୁ ଦେଖି ଭାରି ଦୟା ଲାଗିଲା ସେଦିନ। ଏପଟେ ଡେରି ମଧ୍ୟ ହେଉଥାଏ ଶ୍ରୀକ୍ଷେତ୍ର ଆସିବାକୁ। ଏଥର ନୀଲବାବୁ କ'ଣ କଲେ ଜାଣନ୍ତି? ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ କଲେ, ଯିଏକି ସାପ ସୁରକ୍ଷାରେ କାମ କରନ୍ତି। ଫୋନ୍ କଲ୍ ପାଇ ସାଙ୍ଗେ ସାଙ୍ଗେ ବନ୍ଧୁ ଜଣକ ତାଙ୍କ ଟିମ୍କୁ ନେଇ ଆସି ପହଞ୍ଚିଲେ, ଆଉ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବରେ ତାଙ୍କ ସାଙ୍ଗରେ ନେଇଗଲେ। ତାକୁ ଟ୍ରିଟମେଣ୍ଟ କରି ଜଙ୍ଗଲରେ ଛାଡ଼ିଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ। ଏଥର ନୀଲୁବାବୁ ହାତ ଯୋଡ଼ି ଦେଇ ମହାପ୍ରଭୁଙ୍କୁ ମୁଣ୍ଡିଆଟିଏ ମାରି ସପରିବାରକୁ ନେଇ ବାହାରିଲେ ଶ୍ରୀକ୍ଷେତ୍ର। ସ୍ତ୍ରୀ ତାଙ୍କର କିନ୍ତୁ କହୁଥାନ୍ତି, ହେଇଟି ଆଉ ଯିବାନି, ମୋତେ କାହିଁ ଭଲ ଲାଗୁନି। ଯିବା ପୂର୍ବରୁ ଏମିତିକା ଅଶୁଭ କଥାଟିଏ ଦେଖିଲେ, ପୁଣି ସାପଟାଏ, ଆଉ ଯିବାନି। ନୀଲୁବାବୁ କିନ୍ତୁ କହିଲେ, ନାଇଁ ସେମିତି କିଛି ବି ନୁହେଁ। ଏ ପୃଥିବୀ ପୃଷ୍ଠରେ ପ୍ରତ୍ୟେକଟି ଜୀବଙ୍କର ବଞ୍ଚିବାର ଅଧିକାର ଅଛି। ତା ଛଡ଼ା ସାପଟାଏ, ସିଏ ତ ଅସୁବିଧାରେ ପଡ଼ିଥିଲା, ତାକୁ ଆମେ ସାହାଯ୍ୟ କଲେ, ତାକୁ ନୂଆ ଜୀବନଟିଏ ଦେଲେ। ଏଥିରେ ଅଶୁଭ ପୁଣି କ'ଣ? କିଛି ବି ହେବନି। ମୋ ମହାପ୍ରଭୁ ଚାହାନ୍ତି ସମସ୍ତଙ୍କୁ ଶ୍ରଦ୍ଧା କର, ସ୍ନେହ କର, ଭଲ ପାଅ, ସମସ୍ତଙ୍କର ଅସୁବିଧା ବେଳେ ସାଥ ଦିଅ। ଦେଖିବ ମହାପ୍ରଭୁ ନିଶ୍ଚୟ ଖୁସି ହେବେ। ସ୍ୱାମୀଙ୍କ ଠାରୁ ଏ କଥା ଶୁଣିଲା ପରେ ସ୍ତ୍ରୀଙ୍କର ମନ ପରିବର୍ତ୍ତନ ହୋଇଗଲା। ତାଙ୍କ ମନ ଭିତରେ ଯେଉଁ ଶୁଭ ଆଉ ଅଶୁଭକୁ ନେଇ ଭ୍ରାନ୍ତ ଧାରଣା ଥିଲା ତାହା ମଧ୍ୟ ଦୂରେଇଗଲା। ଏଥର ସପରିବାର ମନ ଖୁସିରେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ଘରକୁ ଗଲେ। ନମସ୍କାର ଆଜ୍ଞା। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ଥାନ୍ତୁ, ସମସ୍ତେ ଭଲରେ ଥାନ୍ତୁ। ଜୟ ଶ୍ରୀ ଜଗନ୍ନାଥ। ପୁଣି ଦେଖାହେବ ନୂଆ ଭିଡ଼ିଓରେ, ନୂଆ କାହାଣୀ, ନୂଆ ଅନୁଭୂତିକୁ ନେଇ। ଆପଣମାନଙ୍କ ପାଖରେ ଯଦି କିଛି ଅନୁଭୂତି ଥାଏ କିମ୍ବା ମହାପ୍ରଭୁଙ୍କୁ ନେଇ କିଛି କାହାଣୀ ଥାଏ, ଆପଣମାନେ ମଧ୍ୟ ଆମ ସହିତ ସେୟାର କରିପାରିବେ।